ଜାଣିଛନ୍ତି ଯେ ଏ ରାଜ୍ୟ ଗୋଟେ କୃଷି ପ୍ରଧାନ ରାଜ୍ୟ। ଆମେ କୃଷି ବିନା ବଞ୍ଚି ପାରିବାନି। ଗାଁ ଗହଳିକି ଆପଣ ଯେଉଁଠିକି ଯିବେ ସେଠି ଦେଖିବେ କୃଷକମାନେ ବଡ଼ ଦୁର୍ଦ୍ଦିନ ଭିତରେ ଅଛନ୍ତି। ତାଙ୍କର ଚାଷ କାର୍ଯ୍ୟ ଠିକ୍ ଭାବରେ ହୋଇପାରୁନାହିଁ, ଇରିଗେସନ୍ ବ୍ୟବସ୍ଥା ନାହିଁ, ସାର ନାହିଁ, ତାଙ୍କର ମୂଲିଆ ମଜୁରୀ ଦେବା ପାଇଁ ମଧ୍ୟ ଏଭଳି ଯେଉଁ ଅବସ୍ଥା ହେଲାଣି ତାଙ୍କ ପାଖରେ ପଇସା ନାହିଁ, କିନ୍ତୁ ବଡ଼ କଷ୍ଟରେ ସେମାନେ କରୁଛନ୍ତି। ତାକୁ ଯଦି ସବୁତକ ଧାନ ସେ ଯଦି ବିକ୍ରି ନ କରି ପାଡ଼ିଟା ହେଉଛି ପ୍ରଧାନ ଫସଲ, ତାକୁ ଯଦି ସେ ଯଦି ବିକ୍ରି ନ ହୋଇପାରିବ ତାହେଲେ କୃଷକ ବଞ୍ଚିବ କିପରି? ତେଣୁ ସେଥିପାଇଁ ଆମେ ସରକାରଙ୍କ ନିକଟରେ ଦାବି କରିଛୁ, ଆପଣ ନିଜେ କୌଣସି ବ୍ୟବସ୍ଥା କରି କୃଷକର ସବୁ ଯାହା ଆୟ ସବୁଯାକ ଆପଣ ନିଜେ କିଣି ନିଅନ୍ତୁ ଏବଂ କୃଷକର ମେରୁଦଣ୍ଡକୁ ଦୃଢ଼ କରନ୍ତୁ। ଏବଂ ତା ପାଇଁ ଆମେ ରାଜ୍ୟ କଂଗ୍ରେସ କୃଷକ କଂଗ୍ରେସ ଅନବରତ ଲଢ଼େଇ କରିବ, ଦିବାରାତ୍ରି ଲଢ଼େଇ କରିବ। ଆମର ଏଠି ସଭାପତି ଯାହା ଘୋଷଣା କଲେ ଆମେ ସେଇଭଳି ଭାବରେ ଲଢ଼େଇ କରିବୁ କୃଷକମାନଙ୍କର ସ୍ୱାର୍ଥ ପାଇଁ। ये आंदोलन जारी रखिबु। हमर एई एग्रेसिव मोड कैंपेनटा फेब्रुआरी 10 रे आरंभ हो, सब सदर महकुमा आरंभ हो, गांगटा पंचायत आरंभ हो। तेणु आमे आज ई सामाजिक सम्मेलन में आपमान हमर निवेदन किसान कांग्रेस एई बढ़िया गोटे बड्ड गणतांत्रिक हम कि आक्रमणात्मक श्रृंखलित निजे सभापति उपस्थित निष्पत्ति आम से दिन कृषक तरीका दाह करने सहित से दिन ये दुई मंत्री ओडिशा दुआड़े चाषी घेर सम्मुखीन चाषी विक्षोभ सम्मुखीन चाषी असंतोष जो